ପିଲାମାନେ ଆସ ଆଜି ଆମେ ଜାଣିବା ଏକ ନୂତନ କଥା ବା ନୂତନ ଜ୍ଞାନ ଯେଉଁଟାକି ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବିଦେଶିନୀ ବା ବିଦେଶୀ ମହିଳାମାନଙ୍କର ଯେଉଁ ଭୂମିକା ଅଛି ତା ବିଷୟରେ ଆମେ ଜାଣିନାହାନ୍ତି। ବହୁତ ଲୋକ ବି ଜାଣିନଥିବେ, ଆମେମାନେ ବି ଜାଣିନଥିବା, ପିଲାମାନେ ବି ଛୋଟ ଛୋଟ ପିଲାମାନେ ଜାଣିନଥିବେ। ଆଉ ସେଥିଲାଗି ମୁଁ ଜଣାଇବା ପାଇଁ ତୁମକୁ ଚାହିଁଲି ଯେ ଆସ ଟିକେ ଜାଣିବା ଯେ କିଏ ବା କେଉଁମାନେ ଆମ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଅଗ୍ରସରର ଭୂମିକା ନେଇଥିଲେ। ସେମାନେ ଆମେମାନେ ଭାବନ୍ତି ଯେ ଇଂରେଜମାନେ ବା ବିଦେଶୀମାନେ ଆମକୁ ସ୍ୱାଧୀନତା ତ ଡେରିରେ ଦେଲେ, ତାପରେ ଯେଉଁ ହଇରାଣ କରିଛନ୍ତି ବା ଅକଥନୀୟ ଅତ୍ୟାଚାର କରିଛନ୍ତି, ସେଥିପାଇଁ ଇଂରେଜମାନେ ଘୃଣାର ପାତ୍ର ଆମ ଭାରତୀୟମାନଙ୍କର ହୁଅନ୍ତି ବା ଆମେ ଯେତେବେଳେ ଶୁଣନ୍ତି ନିଶ୍ଚୟ ଗୋଟେ ଖରାପ ଧାରଣା ଆସେ, କିନ୍ତୁ ଖରାପ ଭାବବାର ନାହିଁ। କିନ୍ତୁ ସେ ଭିତରେ ବି ଭଲ ମଣିଷ କିଛି ଥିଲେ ଯେଉଁମାନେ ଯାହା ପାଇଁ ବା ଯାହାର ଅବଦାନ ବହୁତ ଅଛି ଏଇ ସ୍ୱାଧୀନତା ଆନ୍ଦୋଳନ ପାଇଁ। ଆସନ୍ତୁ ଶୁଣିବା, ଆସ ପିଲାମାନେ ଶୁଣିବା ସେମାନଙ୍କ ଭିତରୁ ସେମାନଙ୍କର କ'ଣ ନାଁ ତାଙ୍କର ଅଛି, କେମିତି କ'ଣ କରିଥିଲେ ତାଙ୍କୁ ଜାଣିବା। ଆସ ବିଦେଶୀ ମହିଳା ବହୁତ ଅଛନ୍ତି, ପୁରୁଷ ଲୋକ ଅଛନ୍ତି, ସେମାନେ ବି ସାହାଯ୍ୟ କରନ୍ତି। କିନ୍ତୁ ମହିଳା ହିସାବରେ ଆମେ ଜାଣିବା ପ୍ରଥମେ ବା ଚାରିଜଣ ମହିଳାଙ୍କର ନାଁ ପ୍ରଥମେ ଆସେ ଏଇ ଆମର ଆଖି ସାମ୍ନାକୁ ବା ଜ୍ଞାନ ସାମ୍ନାକୁ, ବୁଦ୍ଧି ସାମ୍ନାକୁ ଆମେ ଜାଣିବା। ତାଙ୍କ ନାଁ ପ୍ରଥମେ ଦେଖିବା ଆଗ୍ନେସ୍ ମେଡ୍ଲି। ସେ ଜଣେ ବିଦେଶୀ ମହିଳା। ସେ ବିପ୍ଳବୀ ଲାଲା ଲଜପତ ରାୟ ଆଉ ଶୈଳେନ୍ଦ୍ରନାଥ ଘୋଷ, ଭଗବାନ ସିଂ, ତାରକନାଥ ଦାସ, ବୀରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ସହ ସମ୍ପର୍କିତ ସିଏ ଥିଲେ। ଆପଣମାନେ ଜାଣିଛନ୍ତି ଯେଉଁ ନାଁ ମୁଁ କହିଲି ସେମାନଙ୍କର ବି ଅବଦାନ ଅଛି ସ୍ୱାଧୀନତା ସଂଗ୍ରାମ ପ୍ରତି, ଆମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସେମାନେ। ଆଉ ସେମାନଙ୍କ ସହ ଆଲୋଚନା କରି ଭାରତକୁ ସ୍ୱାଧୀନତା ଦେବା ପାଇଁ ଚେଷ୍ଟା କରି ସିଏ ଜେଲ୍ ଦଣ୍ଡ ବି ଭୋଗିଥିଲେ। ତାଙ୍କର ଜନ୍ମ ହେଉଛି ଆମେରିକାରେ। ତାଙ୍କର ନାଁ ହେଉଛି, ଆଉ ଥରଟେ ଶୁଣନ୍ତୁ, ଆଗ୍ନେସ୍ ମେଡ୍ଲି। ସିଏ ଜଣେ ବିଦେଶୀ ମହିଳା ହିସାବରେ ଆମ ଭାରତକୁ ଆସି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଆଉ ବହୁବାର ବି ଯାଇଛନ୍ତି, ଜେଲ୍ ଦଣ୍ଡ ଭୋଗିଛନ୍ତି ସେ। ଆଉ ଆନି ବେସାନ୍ତ, ଆପଣମାନେ ଜାଣିଛନ୍ତି ଆନି ବେସାନ୍ତକୁ। ଆନି ବେସାନ୍ତ ତାଙ୍କର ନିଜ ନାଁ ହେଉଛି ଆନି ଉଡ୍। ଇଂଲଣ୍ଡରେ ଜନ୍ମିତ ଏହି ମହିଳା 47 ବର୍ଷ ବୟସରେ ଆମ ଭାରତକୁ ଆସିଥିଲେ। ପ୍ରଥମରୁ ସେ ଭାରତରେ ଶିକ୍ଷା ଓ ସାମାଜିକ ସଂସ୍କାର ଓ ଅନ୍ଧବିଶ୍ୱାସ କୁସଂସ୍କାର ଦିଗରେ କାର୍ଯ୍ୟ କରିଥିଲେ। ଶିକ୍ଷାର ପ୍ରସାର କ୍ଷେତ୍ରରେ ସେ ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରିଥିଲେ। ପରେ ଭାରତୀୟମାନଙ୍କ ପାଇଁ ସ୍ୱାଧୀନତା ଆନ୍ଦୋଳନ କରି ଜେଲ୍ ଗଲେ। ତାଙ୍କ ଆନ୍ଦୋଳନର ନାମ ଥିଲା ହୋମ୍ ରୁଲ୍ ମୁଭମେଣ୍ଟ। ତାଙ୍କ ଆନ୍ଦୋଳନ ନାମ ଥିଲା ହୋମ୍ ରୁଲ୍ ମୁଭମେଣ୍ଟ। ସେଥିରେ ଜଣେ ସାମ୍ବାଦିକ, ନ୍ୟୁ ଇଣ୍ଡିଆ ମ୍ୟାଗାଜିନ୍ର ବା ପତ୍ରିକାର ସେ ସମ୍ପାଦକ ଥିଲେ। ସର୍ବଦା ଇଂରେଜମାନଙ୍କ ବିରୁଦ୍ଧରେ ସେ ଲେଖୁଥିଲେ। ସେତେବେଳେ ନିଜେ ଇଂରେଜ ଥାଇକି ବି ସେ ଇଂରେଜମାନଙ୍କ ବିରୁଦ୍ଧରେ ଲେଖୁଥିଲେ। 1917 ମସିହାରେ କଲିକତା ଜାତୀୟ କଂଗ୍ରେସରେ ସେ ଅଧ୍ୟକ୍ଷ ପଦ ତାଙ୍କୁ ଦିଆଯାଇଥିଲା। ସେ ଆନି ଉଡ୍ରୁ ସେଇଠୁ ସେ ଆନି ବେସାନ୍ତ ହୋଇଥିଲେ। ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ ବିଦେଶୀ ମହିଳାଙ୍କର ନାଁ ହେଉଛି, ଆପଣ ଜାଣିଥିବେ, ସମସ୍ତେ ଜାଣିଛନ୍ତି, ସିଷ୍ଟର ନିବେଦିତା ବା ଭଗିନୀ ନିବେଦିତା। ତାଙ୍କର ମୂଳ ନାଁ ହେଉଛି ମାର୍ଗାରେଟ୍ ଏଲିଜାବେଥ୍ ନୋବେଲ୍। ଜନ୍ମ ହେଉଛି ଆୟାରଲ୍ୟାଣ୍ଡର। ସ୍ୱାମୀ ବିବେକାନନ୍ଦଙ୍କ କଥାରେ ବା ଭାଷାରେ ବା ତାଙ୍କର ଯେଉଁ ଭାଷଣ ହୋଇଥିଲା ଅକ୍ସଫୋର୍ଡ ୟୁନିଭର୍ସିଟିରେ ଆମେରିକାର, ସେଇଠୁ ସେ ପ୍ରସନ୍ନ ହୋଇ ତାଙ୍କ ଉପରେ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଆଉ ସେଇଠି ବିବେକାନନ୍ଦ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲା ପରେ ନିବେଦିତା ବୋଲି ତାଙ୍କୁ ଡାକିଥିଲେ ବା ସେଇଠୁ ସିଏ ସିଷ୍ଟର ନିବେଦିତା ବା ଭଗିନୀ ନିବେଦିତା ନାମରେ ପରିଚିତ ହେଲେ। ସିଏ ବି ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ଜେଲ୍ ମଧ୍ୟ ଯାଇଥିଲେ ସିଏ। ତାପରେ ମୀରାବେନ୍, ଆପଣମାନେ ମୀରାବେନ୍କୁ ଜାଣିଛନ୍ତି, ଗାନ୍ଧୀଜୀଙ୍କର ପଟ୍ଟଶିଷ୍ୟ। ଏଇ ଗାନ୍ଧୀଜୀଙ୍କର ପଟ୍ଟଶିଷ୍ୟା ମୀରାବେନ୍, ତାଙ୍କର ଅସଲ ନାଁ ହେଉଛି ମେଡ୍ନିଲ୍ ସ୍ଲାଡ୍।
ଇଂଲଣ୍ଡର ଝିଅ ସିଏ। ତାଙ୍କ ବାପା ଜଣେ ନୌସେନା ଅଧ୍ୟକ୍ଷ ଥିଲେ, ନୌସେନା ଅଧ୍ୟକ୍ଷ। ସେହି ହିସାବରେ ବାପାଙ୍କ ସହ ଚାଲି ଆସିଥିଲେ ଭାରତ। ପିଲାବେଳେ ମହାତ୍ମା ଗାନ୍ଧୀଙ୍କର ଏକ ଲେଖା ପଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲି ଆସିଥିଲେ ଭାରତ। ତାଙ୍କ ପାଖରେ ଶିଷ୍ୟତ୍ୱ ଗ୍ରହଣ କରି ରହିଗଲେ। ଆଉ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଏକାଧିକ ବାର ଜେଲ୍ ଯାଇଛନ୍ତି ସିଏ। ସାବରମତୀ ଆଶ୍ରମରେ ସେ ଥିଲେ। ଗାନ୍ଧିଜୀଙ୍କ ପରେ ସିଏ ଆମର ଭାରତରେ ରହିଗଲେ। ଆଉ ସେତେବେଳେ ସିଏ ଗାନ୍ଧିଜୀଙ୍କ ପରେ ପରେ କିଛି ଦିନ ସାବରମତୀ ଆଶ୍ରମରେ ରହିଲେ। ଆଉ ଅଷ୍ଟ୍ରିଆ ପୁଣି ଚାଲିଗଲେ। କିଛି ଦିନ ପରେ ଅଷ୍ଟ୍ରିଆ ବି ଚାଲିଗଲେ। ତାଙ୍କୁ ଗାନ୍ଧିଜୀ ତାଙ୍କ ନାଁ ଦେଇଥିଲେ ମୀରା ବୋଲି ଦେଇଥିଲେ ତାଙ୍କ ନାଁଟା। ଏଇମାନଙ୍କର ଅବଦାନ ଅଭୁଲା ଓ ଅତୁଳନୀୟ। ସେଇମାନଙ୍କ ପାଇଁ ବି ଆମେ ସ୍ୱାଧୀନତା ସଂଗ୍ରାମର ବା ସ୍ୱାଧୀନତା ପାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନେ ପ୍ରଥମେ ମୂଳଦୁଆ ପକାଇଛନ୍ତି ସ୍ୱାଧୀନତା ସଂଗ୍ରାମର। ଆଉ ଭାରତୀୟମାନଙ୍କ ସହିତ ମିଶିକି ଆମର ଯେଉଁ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ସେମାନଙ୍କ ସହିତ ମିଶିକି ଏମାନେ ସଂଗ୍ରାମରେ ରତ ରହି ଭାରତକୁ ସ୍ୱାଧୀନତା ଦେବାରେ ତାଙ୍କର ସଫଳ ପ୍ରୟାସ ଜାରି ରଖିଥିଲେ। ଯାହାକୁ ଆଜି ଆମେ ସ୍ୱାଧୀନ ହୋଇଛନ୍ତି। ସେମାନଙ୍କର ଅବଦାନକୁ ଭୁଲିବା ନାହିଁ। ସେଇ 4 ଜଣ ମହିଳାକୁ ମୁଁ ପ୍ରଣାମ କରି ରହୁଛି। ଆଉ ପିଲାମାନେ ତୁମେ ଜାଣିବ ନିଜେ ନିଜେ ଏଇ ଜ୍ଞାନକୁ ସାଙ୍ଗମାନଙ୍କ ଭିତରେ ବାଣ୍ଟିବ। ଆଉ ନିଜେ ଶିଖିବ, ମନେ ରଖିବ, ଭାଷଣ ମାଧ୍ୟମରେ କହିବାକୁ ଭୁଲିବ ନାହିଁ।